ଅସୁସ୍ଥ ଥିବା ବୃଦ୍ଧା ଭାରରେ ବୁହା ହୋଇ ଆସିଲେ ମେଡିକାଲ। ଦୀପ ତଳ ଅନ୍ଧାର ପରି ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପଛପଟେ ଥିବା ଅସୁସ୍ଥ ବୃଦ୍ଧା ଆଜି ସନ୍ଧ୍ୟା ସମୟରେ ଚିକିତ୍ସା ପାଇଁ ଭାରରେ ବୁହା ହୋଇ ଆସିବା ଦେଖିବାକୁ ମିଳିଛି। ପ୍ରାପ୍ତ ସୂଚନା ଅନୁଯାୟୀ ଲକ୍ଷ୍ମୀ ଫୁଲବଙ୍ଗସ 60 ବର୍ଷ 4 ଦିନ ତଳେ ଅସୁସ୍ଥ ହୋଇ କୁଡ଼ିଆ ଘରେ ରହିଥିଲେ। ବୃଦ୍ଧା ଜଣକ ମେଡିକାଲର ପଛପଟକୁ ଥିବା ସିଙ୍ଗିପୁଟ ଗାଁ ଛଡ଼ିଆ କୁଡ଼ିଆଠାରୁ ମାତ୍ର 300 ମିଟର ଦୂରରେ ରୁହନ୍ତି। ଉକ୍ତ ଗାଁର ଝଡ଼ିଆ କୁଡ଼ିଆଗୁଡ଼ିକୁ ଯିବା ପାଇଁ ଆଜି ପର୍ଯ୍ୟନ୍ତ ସାମାନ୍ୟ ସିଧା ରାସ୍ତା ମଧ୍ୟ ନାହିଁ, ଯାହାଫଳରେ ଅସୁସ୍ଥ ବୃଦ୍ଧାଙ୍କୁ ଆଣିବା ପାଇଁ ଆମ୍ବୁଲାନ୍ସ ଯିବା ସମ୍ଭବ ନୁହେଁ। ଫଳରେ 4 ଦିନ ଧରି ଅସୁସ୍ଥ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଥିବାରୁ ପାଖରେ ଥିବା ଝିଅ ଗୁମୁଡ଼ାପୁଟ ଗାଁର 2 ଜଣ ଯୁବକମାନଙ୍କୁ ସାହାଯ୍ୟ ମାଗି ଭାରରେ ବୋହି ଆଣିଥିଲେ ମା'କୁ। ବର୍ତ୍ତମାନ ଅସୁସ୍ଥ ବୃଦ୍ଧା ଜଣକ ମେଡିକାଲରେ ରହି ଚିକିତ୍ସିତ ହେଉଛନ୍ତି।